ପଲ୍ଲବୀ କହିବେ ସାର୍ ଆମେ ଗୌରବ ଭାଇଙ୍କ ସହିତ ଦେଖା ହେଇପାରିବୁ। ତାପରେ ଇନ୍ସପେକ୍ଟର କହିବେ ଅଫକୋର୍ସ ଆପଣମାନେ ଯେତେବେଳେ ଚାହିଁବେ ଦେଖା ହେଇପାରିବେ, କିନ୍ତୁ ଜଣେ ଏଲାଓ, 2 ଜଣ ଯାଇ ଏକା ସାଙ୍ଗରେ ଦେଖା କରିପାରିବେ ନାହିଁ। ତାପରେ ରିମଝିମ୍ କହିବେ ପଲ୍ଲବୀ ତୁ ଯା, ମୁଁ ପରେ ଯିବି, ତାଙ୍କ ସହିତ ଦେଖା କରିବାକୁ ମୋର ସାହସ ପାଉନି। ତାପରେ ପଲ୍ଲବୀ କହିବେ ଠିକ୍ ଅଛି ଅପା, ତମେ ଏଇଠି ଥାଅ, ମୁଁ ଆସିଲା ପରେ ତମେ ଯିବ। ତାପରେ ପଲ୍ଲବୀ ଗୌରବ ପାଖକୁ ଯିବେ ଆଉ ଗୌରବକୁ ଦେଖି ଆଶ୍ଚର୍ଯ୍ୟ ହେଇଯିବେ ଆଉ କହିବେ ଗୌରବ ଭାଇ ଆପଣଙ୍କର ଏଇ ଅବସ୍ଥା। ତାପରେ ଗୌରବ କହିବେ ରିମଝିମ୍। ତାପରେ ପଲ୍ଲବୀ କହିବେ ସିଏ ବି ମୋ ସାଙ୍ଗରେ ଆସିଛନ୍ତି ଭାଇ, କିନ୍ତୁ ଇନ୍ସପେକ୍ଟର ସାର୍ କହିଲେ କେବଳ ଥର କରି ଜଣେ ହିଁ ଦେଖା ହେଇପାରିବ, ସେଥିପାଇଁ ଆଗେ ମୁଁ ଆସିଲି, ସେ ପରେ ଆସିବେ। କିନ୍ତୁ ଗୌରବ ଭାଇ, ଇନ୍ସପେକ୍ଟର ସାର୍ କହୁଥିଲେ ଆପଣ ଆପଣଙ୍କର ନିଜ ଦୋଷ ସ୍ୱୀକାର କରି ସାରିଛନ୍ତି, ତାମାନେ ଆପଣ କ'ଣ ତାହେଲେ? ତାପରେ ଗୌରବ କହିବେ ନାଇଁ, ମୁଁ ଏବେ ବି କହୁଛି ପଲ୍ଲବୀ, ମୁଁ ନିର୍ଦ୍ଦୋଷ। ସେମାନେ ମୋତେ ବହୁତ ମାରିଲେ ଆଉ ଜୋର କରି ହଁ କହିବାକୁ ବାଧ୍ୟ କଲେ। ଆଉ ସେପଟେ ରୁବି ଚାଲ କରି ପଲ୍ଲବୀଙ୍କ ବିରୁଦ୍ଧରେ କହିବେ ଦେଖିଲୁ ତ ମାୟା, ବିଲେଇ କି ହାତ କାମୁଡ଼ା ଶିଖେଇଲେ ଶେଷରେ ଏଭଳି ପରିସ୍ଥିତି ହୁଏ। ଆଜି ପଲ୍ଲବୀ ତମ 2 ଜଣଙ୍କୁ ଇଗ୍ନୋର କରି ଏ ଘରୁ ଚାଲିଗଲାନି ଯେ, ତା ଆଗରେ ତମ 2 ଜଣଙ୍କର ଔକାତ କ'ଣ ସେ କଥା ଦେଖେଇ ଦେଇ ଗଲା। ସେଥିପାଇଁ କୁହନ୍ତି ଘରକୁ ବୋହୂ ଆସିଲେ ତା ଲଗାମକୁ ସବୁବେଳେ କଷି କରି ଧରିବା ଦରକାର। ସେ ପଲ୍ଲବୀ କିଛି କମ୍ ଉଦ୍ଧତ ନୁହଁ। ମିଠା ମିଠା କଥା କହି ପ୍ରଥମେ ସେ ତୋ ମନକୁ ଜିତିଗଲା ଆଉ ତୁ ତା ହାତରେ ଚାବିକାଠି ଧରେଇ ଦେଲୁ। ଖାଲି ଚାବିକାଠି ନୁହଁ, ତୁ ଏ ଘରର ପାୱାର ବି ଧରେଇ ଦେଲୁ। ସେ ଏବେ ଆଉ ତତେ କାହିଁକି ମାନିବାକୁ ଯିବ? ଏମାନେ ସମସ୍ତେ ମିଳିମିଶି ତୋ ବିରୁଦ୍ଧରେ ବହୁତ ବଡ଼ ଚକ୍ରାନ୍ତ ଚଲେଇଛନ୍ତି ମାୟା। ମମତା, ରିମଝିମ୍, ଗୌରବ, ବିନୋଦ ଆଉ ପଲ୍ଲବୀ ସମସ୍ତେ ଏକାଠି ହେଇଯାଇଛନ୍ତି। ଆଉ ତୋ ପୁଅ ଆଦର୍ଶ, ସେ ତ ପଲ୍ଲବୀ ମାୟାରେ ଆରମ୍ଭରୁ ପାଗଳ ନା, ତାକୁ ଫସେଇ ପଲ୍ଲବୀ ଏ ଘରକୁ ବୋହୂ ହେଇ ଆସିଛି। ଏମିତି କଥା ଶୁଣି ମାୟା ପୁରାପୁରି ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ତାପରେ ରୁବି କହିବେ ଆଉ ଏବେ ତାର IPS ହେବାର ଜିଦ୍କୁ ପୁରା କରି ନେଲା, ତେଣୁ ତା ପାୱାର ବଢ଼ିଗଲା। ତା ସାଙ୍ଗକୁ ଗୌରବ ଭଳିଆ ଗୁଣ୍ଡା ବଦମାସ ତା ହାତରେ ଅଛି ଯେତେବେଳେ ସେ ତତେ ଆଉ କାହିଁକି ମାନିବ? ମୁଁ ତ ସିଓର ସେ ପଲ୍ଲବୀ ଆଉ ଗୌରବ 2 ଜଣ ଯାକ ମିଶି କିଛି ଗୋଟେ ଚକ୍କର ଚଲେଇଛନ୍ତି ନିଶ୍ଚୟ। ତାପରେ ସେପଟେ ରିମଝିମ୍ କହିବେ କିଛି ବି ଚକ୍କର ନାହିଁ ସାର୍, ତେଣୁ ଜୁଏଲାରୀ ସପ୍ ଡକାୟତରୁ ସେ କେବେ ବି ସାମିଲ ନଥିବେ। ତାପରେ ଇନ୍ସପେକ୍ଟର କହିବେ ଆଇନକୁ ସବୁବେଳେ ପ୍ରମାଣ ଦରକାର ମ୍ୟାଡ଼ାମ୍, ଆଉ ତାଙ୍କ ପାଇଁ ସବୁଠୁ ବଡ଼ ପ୍ରମାଣ ହେଉଛନ୍ତି ସେ ନିଜେ। ଆପଣଙ୍କ ହଜବେଣ୍ଡ ନିଜ ମୁହଁରେ ତାଙ୍କ ନିଜ ଦୋଷ ସ୍ୱୀକାର କରି ସାରିଛନ୍ତି, ତେବେ ପୋଲିସ ଆଉ କାହାରି କଥାକୁ ଶୁଣିବାର ଦରକାର ନାହିଁ। ତାପରେ ସେପଟେ ମାୟା କହିବେ ଦିଦି, ପଲ୍ଲବୀ ଏମିତି କରିବ ଏଇଟା ମୁଁ କେବେ ବି ଭାବିନଥିଲି। ମୋରି ଆଖି ସାମ୍ନାରେ ସେମାନେ ମେଳି ବାନ୍ଧି ଏତେ ସବୁ କାମ କରୁଥିଲେ, ଅଥଚ ମୁଁ ଜାଣିପାରିଲିନି କେମିତି? ତାପରେ ରୁବି କହିବେ ଏବେ ଦେଖ, ତୋରି ଘରେ ଦିନେ ଆଶ୍ରୟ ନେଇ ପଡ଼ି ରହିଥିବ ମମତା, ଏବେ ସେ ଘରର ମାଲିକାଣୀ, ତା ହାତରେ ଏ ଘରର ଚାବିକାଠି, ଆଉ ତୁ ଏ ଘରେ ତା ଦୟାରେ ପଡ଼ି ରହିଲା ଭଳି ଲାଗୁଛୁ। ତାପରେ ମାୟା ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ତ ଦର୍ଶକ ବନ୍ଧୁ, ଏବେ କ'ଣ ମାୟା ରୁବି କଥାରେ ଫସିଯିବେ କି? ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ।